କୁନି କୁନି ପିଲାମାନେ, ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣିବ। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ବହୁତ ସାରା ଧନୀ ଲୋକ ରହୁଥିଲେ। ତା ଭିତରେ ଅଲଗା ଅଲଗା ଚଷା, ବାଢ଼େଇ, କମାର, କୁମ୍ଭାର ଏମିତି ସବୁ ଲୋକ ବି ଥିଲେ। ସେଇ ଗାଁରେ ଗୋଟେ ଗରିବ ବ୍ରାହ୍ମଣ ମଧ୍ୟ ରହୁଥିଲା। ହେଲେ ସେଇ ଗାଁରେ ଯେଉଁ ଧନୀ ବ୍ୟକ୍ତିମାନେ ଥିଲେ, ସେମାନେ ଖୁବ୍ ଧନୀ ସତ, କିନ୍ତୁ ଦାନ, ଧର୍ମ, ପୁଣ୍ୟ ଏସବୁ ଜମା କରନ୍ତିନି। କୌଣସି ପୂଜା କାର୍ଯ୍ୟ ହେଲେ ବ୍ରାହ୍ମଣକୁ ଡାକିକି ଅଳ୍ପ କିଛି ପଇସା ଦେଇକି ବିଦା କରିଦିଅନ୍ତି। ବ୍ରାହ୍ମଣଟି ଗରିବ ଲୋକ, ତେଣୁ ଯାହା ଦେଲେ ବି ଚଳେଇ ଦିଏ। ହେଲେ ଥରେ କ'ଣ ହେଇଛି ନା, ସେ ଗାଁର ଯେଉଁ ଗରିବ ବ୍ରାହ୍ମଣଟି ଗଲା ବାହାର ଗାଁକୁ ଜଣଙ୍କର ପୂଜା କାର୍ଯ୍ୟ ଥିଲା ବୋଲି। ଯେଉଁ ଗାଁକୁ ଯାଇଥିଲା, ସେ ଗାଁରେ ବି ଯାହାର ପୂଜା କଲା ସିଏ ବି ଜଣେ ଜମିଦାର, ଭଲ ପଇସା ବାଲା ଲୋକ। ସିଏ କ'ଣ କଲେ, ପୂଜାପୂଜି ଯେତେବେଳେ ସବୁ ସରିଲା, ସେ ବ୍ରାହ୍ମଣର ଜ୍ଞାନରେ ସିଏ ମୁଗ୍ଧ ହେଇଗଲେ, ଭାରି ଖୁସି ହେଲେ। କହିଲେ, ବ୍ରାହ୍ମଣ ଦେବତା, ସେ ସମୟରେ ବ୍ରାହ୍ମଣ ଦେବତା କହନ୍ତି ବ୍ରାହ୍ମଣଙ୍କୁ। ବ୍ରାହ୍ମଣ ଦେବତା, ତମେ ତ ବହୁତ ଜ୍ଞାନର ଅଧିକାରୀ, ଠିକ୍ ଅଛି କହିକି ତାଙ୍କୁ କିଛି ଦକ୍ଷିଣା ଦେଲେ। ତା ସହିତ ଗୋଟେ ମାଇ ବାଛୁରୀଟିଏ ଦେଲେ। କହିଲେ, ଏଇ ଗାଈଟି ତ ମରିଯାଇଛି, ବାଛୁରୀଟା ତମେ ନେଇକି ରଖ, ସିଏ ତାର ଚରାବୁଲା କରିବ, ଘାସ ଫାସ ଖାଇବ, ଆସ୍ତେ ଆସ୍ତେ ବଡ଼ ଗାଈ ହବ। ଗାଈ ହେଲେ କ୍ଷୀର ତୁମେ ଖାଇବ, ତାର ଛୁଆ ପିଲା ହବ, ଏମିତି ସବୁ। ବ୍ରାହ୍ମଣ ବି ଖୁସିରେ ହଁ କଲା। କହିଲା, ମୋ ବାରିପଟେ ଦାଣ୍ଡପଟେ ତ ବହୁତ ଘାସ ଅଛି, ଏଇ ବାଛୁରୀଟାକୁ ନେଇକି ରଖିଲେ ସେ ଆପେ ଆପେ ବଡ଼ ହବ, ଆଉ ତା ପାଇଁ କିଛି ଅଧିକା ଖର୍ଚ୍ଚ ମୋତେ କରିବାକୁ ପଡ଼ିବନି। ଆଉ ଏହା ଭାବିକି ସେ ବାଛୁରୀଟାକୁ ନେଇକି ସାଙ୍ଗରେ ଚାଲିଲା, ନିଜ ଗାଁକୁ ଫେରିବା ପାଇଁ ଚାଲିଲା। ଗଲେ ରାସ୍ତାରେ ଦେଖିଲା, ସେ ବାଛୁରୀଟି ବଡ଼ ଧୀରେ ଧୀରେ ଚାଲୁଛି। ଇଆଡ଼େ ସଞ୍ଜ ନଇଁ ନଇଁ ଆସୁଛି। ସେ ସମୟରେ ତ ଆଉ ଆଜିକାଲି ଭଳି ଏତେ ଲାଇଟ୍, କରେଣ୍ଟ ସବୁ ଚାଡ଼େ ନଥିଲା ନା। ଅନ୍ଧାର ହେଇଗଲେ ଯିବାକୁ ପଡ଼ିବ, ପୁଣି ରାସ୍ତାରେ ଜଙ୍ଗଲୀ ଜନ୍ତୁ କାଳେ ହାବୁଡ଼ିବେ କ'ଣ, ସେ ଭୟରେ ସେ କ'ଣ କଲା ନା, ବାଛୁରୀଟାକୁ ନିଜ କାନ୍ଧରେ ବସେଇଲା। ଆଗରେ ଏପଟେ ଦିଗଡ଼ ସେପଟେ ଦିଗଡ଼ କରି କାନ୍ଧରେ ବେକରେ ଲଦିକି ଦ୍ରୁତ ଗତିରେ ଜଲ୍ଦି ଜଲ୍ଦି ଚାଲିବା ଆରମ୍ଭ କଲା। ଗଲେ କିଛି ରାସ୍ତା ଯାଉ ଯାଉ ରାସ୍ତା ଖାଲି ପଡ଼ିଯାଇଛି, ସନ୍ଧ୍ୟା ହେଇ ଆସିଲାଣି, ସୁନସାନ ହେଇ ଆସିଲାଣି। ସିଏ ବ୍ୟସ୍ତ ହେଇକି ତରବରରେ ଯାଉଛି। ରାସ୍ତାରେ ତିନିଟି ଚୋର ଥିଲେ। ସେ ଚୋରମାନେ ଦେଖିଲେ ଯେ ବ୍ରାହ୍ମଣଟି ଭଲ ଗୋଟେ ହୃଷ୍ଟପୃଷ୍ଟ ବାଛୁରୀଟାକୁ ନେଇକି ଯାଉଛି। ତାକୁ ଭାବିଲେ ନେଇଯିବା, କିନ୍ତୁ ଦେଖିଲେ ଯେ ବ୍ରାହ୍ମଣଟି ଗୋଟେ ମସ୍ତାନିଆ ଠେଙ୍ଗା ବି ସାଙ୍ଗରେ ଧରିଛି। ସିଏ ଭାବିଲେ, ଏଇଟାକୁ ନବା, ଯଦି ସିଏ ଠେଙ୍ଗାରେ ପାହାରେ ଦବ, କହିଲେ ତିନି ଜଣ ନହେଲେ ନାହିଁ, ଜଣେ କିଏ ତ ମାଡ଼ ଖାଇଯିବ ନା, ବା ଲୋକ ଯଦି ଗଦା ହେଇଯିବେ ଏଇ ପାଟିତୁଣ୍ଡ ଶୁଣିକି, ଅସୁବିଧା ହେଇଯିବ। କ'ଣ କଲେ, ବ୍ରାହ୍ମଣଠୁ ବିନା ଝଗଡ଼ା ଝାଟିରେ ବାଛୁରୀଟାକୁ ନେଇପାରିବା, ଏହା ଭାବିକି ସେମାନେ ଗୋଟେ ପ୍ଲାନ୍ କଲେ। କ'ଣ କଲେ ନା, ତିନି ଜଣ ଯାକ ଭାଗ ଭାଗ ହେଇଗଲେ। ପ୍ରଥମେ ଯାଉଛି ବ୍ରାହ୍ମଣ ବାଛୁରୀ ନେଇକି ଯାଉଛି, ଗୋଟିଏ ଚୋର ଦେଖା ହେଲା। ଦେଖା ହେଇକି କହିଲା, ବ୍ରାହ୍ମଣଙ୍କୁ ନମସ୍କାରଟେ ପକେଇଲା। ନମସ୍କାରଟେ ପକେଇ କହିଲା, କ'ଣ ବ୍ରାହ୍ମଣ ଦେବତା, ଆଜି କ'ଣ କୁକୁରଟାକୁ କାନ୍ଧ ଉପରେ ବସେଇକି ନେଉଛ? କହିଲେ, ବ୍ରାହ୍ମଣ କହିଲା, ତୋର ଆଖି ଅଛି ନା ନାଇଁ ରେ? ଆ କୁକୁରଟା ଭଳିଆ ତୋତେ ଦେଖାଯାଉଛି, ଆ ବାଛୁରୀଟା? ଚୋରଟା ହସିଦେଲା, କହିଲା, ବାଛୁରୀଟା? ହଉ ବ୍ରାହ୍ମଣ ଦେବତା ତ ତମେ, ଆଉ କୁକୁରକୁ ବି ବାଛୁରୀ କହିବେ ଯଦି କୁହ। କହିଦେଇକି ପଳେଇଲା ତା ରାସ୍ତାରେ। ପୁଣି କିଛି ରାସ୍ତା ଗଲା ପରେ ସେ ଦ୍ୱିତୀୟ ଚୋରଟି ଦେଖା ହେଲା। ଦ୍ୱିତୀୟ ଚୋରଟି ଦେଖିକି କହିଲା, ହେ ବ୍ରାହ୍ମଣ ଦେବତା, ଇଏ କି ଭୁଲ କାମ କରୁଛ, ଲୋକ ଦେଖିଲେ କ'ଣ କହିବେ? ନା, ବ୍ରାହ୍ମଣ କହିଲା, କ'ଣ ହେଲା, କ'ଣ କଲି ମୁଁ? ନା, ଆରେ କୁକୁରଟାକୁ କାହିଁକି କାନ୍ଧରେ ବସେଇକି ନେଇଛ? ତମେ ବ୍ରାହ୍ମଣ, ତୁମର ପଇତା ଅଛି, ପଇତା ମାରା ହେଇଯିବ। ସିଏ କହିଲା, କି ବାୟାଟାରେ କି, ତୁ କ'ଣ ବାଛୁରୀଟା ତ ଚିହ୍ନା ପଡ଼ୁନି, ତୁ କୁକୁର କହୁଛୁ? ସେ ଚୋର କହିଲା, ଏଇଟା ବାଛୁରୀ? ହଁ, ହଉ ହଉ, ତମ ଗାଁ ଲୋକ ଗଲେ ତମ କଥା ବୁଝିବେ, ଆଉ ଏଇଟା ବାଛୁରୀ ଭଳିଆ ଲାଗୁଛି, ଛି ଛି ଛି, ଲୋକ କ'ଣ କହିବେ ବୋଲି କହିଲି, ଦେଖ ତମ ଇଚ୍ଛା, କହିଲେ। କହିକି ସିଏ ବି ପଳେଇଲା। ବ୍ରାହ୍ମଣ ମନରେ ଟିକେ ପାପ ଛୁଇଁଲା, ମାନେ ବ୍ରାହ୍ମଣ ଟିକେ ସନ୍ଦେହ କଲା। ଓହ୍ଲେଇକି ବାଛୁରୀଟାକୁ ଦେଖିଲା, ଭଲକି ଦେଖିଲା, କହିଲା, ନା ତ ଏଇଟା ତ ବାଛୁରୀଟା। ଯିଏ ଦେଖୁଛି କାହିଁକି ଏଇଟାକୁ କୁକୁର କୁକୁର କହୁଛି?
କାଳେ ମୋତେ ଆଉ ଠକିଦେଲା କି ସେ ଜମିଦାର କହିକି ଭଲ କି ଚାହିଁଲା, କହିଲା ନା ନା ଏଇଟା ବାଛୁରୀଟା କହିକି ତାକୁ ଆଉ କାନ୍ଧରେ ବସେଇଲାନି, ଚାଲିଲା, ଧରିକି ଚାଲିଗଲା। ଏ କଥା ଦୂରରୁ ଚୋରମାନେ ଦେଖୁଛନ୍ତି। କିଛି ସମୟ ପରେ ତୃତୀୟ ଚୋରଟି ଦେଖାହେଲା। ତୃତୀୟ ଚୋର କହିଲା, ଆରେ ବ୍ରାହ୍ମଣ ଦେବତା ନମସ୍କାର ନମସ୍କାର, କ'ଣ କୁକୁରଟେ ଧରିକି କ'ଣ ସକାଳୁ କୁଆଡ଼େ ଯାଉଛ ସନ୍ଧ୍ୟା ବେଳଟାରେ? କହିଲେ। ବ୍ରାହ୍ମଣ ତ ଛାନିଆ ଆଉ, କହିଲା ଆରେ ସମସ୍ତେ କ'ଣ ଏଇଟାକୁ କୁକୁର କହୁଛନ୍ତି, ମୋର ବୋଧେ ଆଖି ଦୋଷ ବାହାରିଲାଣି ଆଉ। କହିଲା ଆରେ ବାବୁ କ'ଣ ହେଇଛି କି, ଏଇଟା ବା ବାଛୁରୀଟା। ନା କି କଥା, ବାଛୁରୀଟା କ'ଣ, ଏଇଟା ବା କୁକୁରଟା। ନା ରେ ଆଗରୁ ବି 2-3 ଜଣ ମୋତେ କହିଲେଣି କୁକୁର ବୋଲି। ନା କୁକୁରଟାକୁ କୁକୁର କହିବେନି ଆଉ କ'ଣ କହିବେ? କୁକୁରଟା ତମକୁ କିଏ ବାଛୁରୀ କହି ଠକିଦେଲା? ନା ରେ ସେ ଅମକ ଗାଁକୁ ଯାଇଥିଲି ଯେ ସେ ଜମିଦାର ମୋତେ ଦେଇଛନ୍ତି ଦକ୍ଷିଣା ଆକାରରେ। ନା 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 ସେ ମହା କଞ୍ଜୁସଟି, ସିଏ କାହିଁ ତମକୁ ଦବ? ଏଇ ବୁଲା କୁକୁରଟାକୁ ସିଏ ତମକୁ ଧରେଇ ଦେଇଛି। ଦେଖ ନବ ଯଦି ନିଅ, କିନ୍ତୁ ଗଲେ ତମକୁ ଗାଁରେ ବହୁତ କଥା ଶୁଣେଇବେ। କୁକୁରଟାକୁ ବାଛୁରୀ କହି ଧରିକି ଆସି ଗୋସେଇଁ କହିବେ। ବ୍ରାହ୍ମଣ ବଡ଼ ଅଡ଼ୁଆରେ ପଡ଼ିଲା। ମୁଣ୍ଡରେ ଚିନ୍ତା, କ'ଣ କରିବି? ସେଠୁ କହିଲା ଆରେ କ'ଣ କରିବି, କୁକୁରଟାକୁ ଧରିକି ଗଲେ ତ ମୋ ଘରେ ପୁରେଇବେନି, ମୋତେ ମୋ ପଇତା ମାରା ହେଲା କହିବେ। ନା ଯାହା ହେଲା ହେଲା, ଗୋଟେ କାମ କର, ଅଳ୍ପ କିଛି ପଇସା ପତ୍ର ଦମ, କ'ଣ ଯଦି ଦରକାର କୁହ ମୁଁ ଦେଇଦେଉଛି, ଏ କୁକୁରଟାକୁ ଛାଡ଼ିଦିଅ। ନା ତୁ ନେବୁ? ନା ହଁ ମୁଁ ନେଇ ଘରେ ପୋଷିବି, ନହେଲେ ନାହିଁ ମୋ ବାରି ଜଗିବ, ମୁଁ ରାତିରେ ଗଲାବେଳକୁ ମୋ ସହିତ ଆସିବ। ଆଉ ତମେ ସିନା ବ୍ରାହ୍ମଣ ଲୋକ, ଘରେ କୁକୁର ପୁରେଇବନି, ମୁଁ ରଖିବାର କିଛି ଆପତ୍ତି ନାହିଁ। ବ୍ରାହ୍ମଣ ଦେଖିଲା, ଭାଇ ଏ କୁକୁରଟାକୁ ନେଇକି ଘରକୁ ଯାଇ ଗାଳି ଶୁଣିବା ଅପେକ୍ଷା ଯଥାଶୀଘ୍ର ଯାହା ପଇସା ମିଳୁଛି ମୁଁ ୟାକୁ ଦେଇଦିଏ। କହିଲା ହଉ ଯାହା ଦଉଛୁ ଦେ ଆଉ, କହିକି ସେଇ ବାଛୁରୀଟାକୁ କୁକୁର ଭାବିକି ଛାଡ଼ିଦେଲା। କେତେ ପଇସା ସେ ଦେଇଥିବ, ଅଳ୍ପ କିଛି ପଇସା ଦେଇଦେଲେ, ବାଛୁରୀଟାକୁ ଦେଇଦେଲା ଚୋରକୁ। ସେତିକି ପଇସା ଧରିକି ଘରକୁ ଗଲା। ଘରକୁ ଗଲା ପରେ ଘରେ ଯାଇକି କହିଲା, ତାଙ୍କ ଘରେ ତା ସ୍ତ୍ରୀକି ସବୁ କଥା କହିଲା, ଏମିତି ଏମିତି ସେ ଜମିଦାର ଦେଇଥିଲେ, ରାସ୍ତାରେ ଏମିତି ଯିଏ ଦେଖିଲା କହିଲା କୁକୁରଟା କୁକୁରଟା, ବାଧ୍ୟ ହେଇକି ଦେଇଦେଲି। କହିଲେ, ତା ସ୍ତ୍ରୀ କହିଲା କି ଆଶ୍ଚର୍ଯ୍ୟ କଥା, ସେ ଜମିଦାର ତ ଭାରି ଭଲ ଲୋକ, ମୁଁ ଜାଣିଛି, ସିଏ ତ ଏମିତି କାମ କରିବା କଥା ନୁହଁ। ହଁ ହଉ ଠିକ୍ ଅଛି, କାଲି ତ ଏ ଗାଁରେ ଗୋଟେ ଭୋଜି ଅଛି, ସେ ଜମିଦାର ନିଶ୍ଚୟ ଆସିବେ, ଆମେ ତାଙ୍କୁ ପଚାରିବା। କହିଲେ, ରହିଲା। ତା ପରଦିନ ଯେମିତି ହେଲା, ଡାକିଲେ, ଆସିଲେ ସେ ଜମିଦାର ଏ ଗାଁକୁ ଆସିଲେ, ଇଏ ବ୍ରାହ୍ମଣ ଆଉ ତା ସ୍ତ୍ରୀ ଦୁହେଁ ଯାଇ ଜମିଦାରଙ୍କୁ ଦେଖା ହେଲେ। ଜମିଦାର ନମସ୍କାର କଲେ ବ୍ରାହ୍ମଣଙ୍କୁ। କହିଲେ ଆଉ ବାଛୁରୀଟାକୁ ରଖିଛ? ବ୍ରାହ୍ମଣ କହିଲା, କ'ଣ ମୋତେ ଏମିତି କାମ କଲେ, ଗୋଟେ କୁକୁରଟେ ଦେଇକି ମୋତେ ବାଛୁରୀ କହିଲେ। ଜମିଦାର ଆଶ୍ଚର୍ଯ୍ୟ, କହିଲେ ଆରେ ଇଏ କି କଥା କହୁଛୁ ରେ, ମୋର ବା ନିଜ ଗାଈର ଛୁଆ, ସେଇଟା ଗାଈଟା ମରିଗଲା, ଛୁଆଟା ଏକୁଟିଆ ହଇରାଣ ହେଉଛି, ମୁଁ ତ ରଖିପାରୁନି ବୋଲି ତତେ ଦାନ କଲି, ତମେ କ'ଣ ବସିକି ଏମିତି କଥା କହୁଛ? ନା ଜମିଦାରଙ୍କର ସ୍ତ୍ରୀ ବି ସେଠି ଥିଲେ, ସିଏ ବି କହିଲେ। ସମସ୍ତେ ଯେତେବେଳେ କହିଲେ, ବ୍ରାହ୍ମଣ କହିଲା ତାହେଲେ ଏମିତି ଏମିତି ରାସ୍ତାରେ ସବୁ ଏୟା ହେଲା ସେୟା ହେଲା, ସବୁ କଥା କହିଲା। କହିଦାରୁ ଜମିଦାର ପାଖାପାଖି ଲୋକମାନେ ସବୁ କହିଲେ ନା ନା ସେଇ ରାସ୍ତାରେ ଏମିତି ଚୋର 3-4ଟି ବୁଲୁଛନ୍ତି, ସେମାନେ ତାହେଲେ ମିଛ ସତ କହିକି ବ୍ରାହ୍ମଣଠୁ ଏଇ କାମଟି କରେଇଛନ୍ତି। ଆଉ କ'ଣ କରିବ ବ୍ରାହ୍ମଣ ବିଚରା, ମନ ଦୁଃଖ କରି କହିଲା, ଆରେ 3 ତୁଣ୍ଡରେ 3 ଜଣ ଏମିତି କଥା କହିଲେ ବୋଲି ମୁଁ ବାଛୁରୀଟାକୁ କୁକୁର ଭାବିକି ଦେଇଦେଲି। ହଉ ଆଉ, ମନ ଦୁଃଖ କରି ଘରକୁ ଗଲା। ସେଇଦିନଠୁ ଗୋଟେ କଥା ଅଛି ଯେ 3 ତୁଣ୍ଡରେ ଛେଳି କୁକୁର, ମାନେ ଯଦି ଗୋଟେ ସତ କଥାଟାକୁ ବି 3-4 ଜଣ ମିଶିକି ମିଛ କହିବେ, ଯେ ଜଣେ ଲୋକ ନିଶ୍ଚୟ ଭାବିବ ଯେ ମିଛଟାକୁ ହିଁ ସତ ଭାବିଦବ। ତେଣୁ କୁହାଯାଇଛି ଯେ କେତେ ଲୋକ ଯଦି ବି କହନ୍ତି ବି, ନିଜେ ଚେକ୍ ଚାକ୍ କରି ନିଜକୁ ଯାହା ଠିକ୍ ଲାଗୁଛି ଚିନ୍ତା କରିକି ହିଁ କାମ କରିବ। ବୁଝିଲ ତ ପିଲାମାନେ? ତାହେଲେ ଆଜି ପାଇଁ ଏତିକି, ବାଏ।